लिभरରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏହି ତିନୋଟି ଫଳ। ଆମ ଶରୀରରେ ଲିଭର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ଶରୀରର ଫ୍ୟାକ୍ଟ୍ରି ଭାବରେ କାର୍ଯ୍ୟ କରେ, ଯାହା ବିଷାକ୍ତ ପଦାର୍ଥ ନିଷ୍କାସନ କରିବା, ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବା, ପୁଷ୍ଟିକର ତତ୍ତ୍ୱ ପ୍ରକ୍ରିୟାକରଣ କରିବା ଏବଂ ଶକ୍ତି ସଂରକ୍ଷଣ କରିବା ଭଳି ଅନେକ ମୌଳିକ କାର୍ଯ୍ୟ ସମ୍ପାଦନ କରିଥାଏ। ଯଦି ଲିଭର ଠିକ୍ ଭାବରେ କାର୍ଯ୍ୟ ନ କରେ, ତେବେ ଏହା ସମଗ୍ର ଶରୀରର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଆଜିକାଲିର ଖରାପ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଏବଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଫ୍ୟାଟି ଲିଭର ଭଳି ସମସ୍ୟା ବହୁତ ସାଧାରଣ ହୋଇଗଲାଣି। ଫ୍ୟାଟି ଲିଭର ଏକ ଏପରି ଅବସ୍ଥା ଯେଉଁଥିରେ ଲିଭରରେ ଅତ୍ୟଧିକ ଚର୍ବି ଜମା ହୋଇଯାଏ, ଯାହା ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ରୋଗରେ ପରିଣତ ହୋଇପାରେ। ତେବେ ଆମେ ଆମ ଲିଭରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରାକୃତିକ ଉପାୟ ଅବଲମ୍ବନ କରିପାରିବା, ଯେପରିକି ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ପର୍ଯ୍ୟାପ୍ତ ଜଳ ଗ୍ରହଣ କରିବା ଲିଭରର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। ଏହା ବ୍ୟତୀତ କିଛି ନିର୍ଦ୍ଦିଷ୍ଟ ଫଳ ଅଛି ଯାହା ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଫ୍ୟାଟି ଲିଭରକୁ ଦୂର କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ଚାଲନ୍ତୁ ଜାଣିବା ଏହି ତିନୋଟି ଫଳ ବିଷୟରେ ସମ୍ପୂର୍ଣ୍ଣ ରୂପେ। ପ୍ରଥମେ ହେଉଛି ଲେମ୍ବୁ। ତେବେ ଲେମ୍ବୁ ହେଉଛି ଭିଟାମିନ୍ ସି ଏବଂ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟର ଏକ ଉତ୍କୃଷ୍ଟ ଉତ୍ସ। ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ନାହିଁ, ବରଂ ଲିଭର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ଲିଭରରେ ଥିବା ଏଞ୍ଜାଇମ୍ ଗୁଡ଼ିକୁ ସକ୍ରିୟ କରିବାରେ ସାହାଯ୍ୟ କରେ। ଏହି ଏଞ୍ଜାଇମ୍ ଗୁଡ଼ିକ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଜଳରେ ଦ୍ରବଣୀୟ କରିଥାଏ, ଯାହାଫଳରେ ସେଗୁଡ଼ିକ ସହଜରେ ଶରୀରରୁ ନିଷ୍କାସିତ ହୋଇପାରେ। ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ପାଣିରେ ଅଧା ଲେମ୍ବୁର ରସ ମିଶାଇ ପିଇବା ଦ୍ୱାରା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ ହୋଇଥାଏ। ଏହା ଲିଭରକୁ ଡିଟକ୍ସ କରିବା ସହିତ ପାଚନ ପ୍ରକ୍ରିୟାକୁ ସୁଧାରିଥାଏ ଏବଂ ଶରୀରକୁ ହାଇଡ୍ରେଟେଡ୍ ରଖିଥାଏ। ଲେମ୍ବୁର ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଲିଭର କୋଷଗୁଡ଼ିକୁ ଫ୍ରି ରାଡିକାଲ୍ସ କ୍ଷତିରୁ ମଧ୍ୟ ରକ୍ଷା କରେ। ଅନ୍ୟଟି ହେଉଛି ସେଓ। ତେବେ ଆନ୍ ଆପଲ୍ ଏ ଡେ କିପ୍ ଦ ଡକ୍ଟର ଆୱେ। ଏହି ପ୍ରବାଦଟି କେବଳ ରୋଗ ପ୍ରତିରୋଧକ ଶକ୍ତି ପାଇଁ ନୁହେଁ, ବରଂ ଲିଭର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସତ୍ୟ ଅଟେ। ସେଓରେ ପ୍ରଚୁର ପରିମାଣରେ ପେକ୍ଟିନ୍ ନାମକ ଏକ ଦ୍ରବଣୀୟ ଫାଇବର ଥାଏ। ଏହି ପେକ୍ଟିନ୍ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଏବଂ କୋଲେଷ୍ଟରଲକୁ ବାନ୍ଧି ରଖି ମଳ ମାଧ୍ୟମରେ ଶରୀରରୁ ବାହାର କରିବାରେ ସାହାଯ୍ୟ କରେ। ଏହା ଲିଭର ଉପରେ ପଡ଼ୁଥିବା ଚାପକୁ କମାଇଥାଏ, ଯାହାଦ୍ୱାରା ଲିଭର ତାର ମୂଳ କାର୍ଯ୍ୟଗୁଡ଼ିକୁ ଅଧିକ ଦକ୍ଷତାର ସହିତ କରିପାରେ। ସେଓରେ ଥିବା ଫ୍ଲାଭୋନୋଏଡ୍ସ ଭଳି ଆଣ୍ଟି ଅକ୍ସିଡାଣ୍ଟ ଲିଭର କୋଷଗୁଡ଼ିକୁ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଏବଂ ପ୍ରଦାହରୁ ରକ୍ଷା କରିଥାଏ। ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ସେଓ ଖାଇବା ଦ୍ୱାରା ଲିଭର ସଫା ରହିଥାଏ ଏବଂ ଫ୍ୟାଟି ଲିଭରର ସମ୍ଭାବନା କମ୍ ରହିଥାଏ। ତାପରେ ହେଉଛି ଆଭାକାଡୋ। ଆଭାକାଡୋ ହେଉଛି ଏକ ଅତ୍ୟନ୍ତ ପୁଷ୍ଟିକର ଫଳ, ଯାହା ସୁପର ଫୁଡ୍ ଭାବରେ ମଧ୍ୟ ଜଣାଶୁଣା। ଏଥିରେ ମୋନୋଅନସାଚୁରେଟେଡ୍ ଫ୍ୟାଟ ଏବଂ ଗ୍ଲୁକାଥିଅନ୍ ନାମକ ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ। ଗ୍ଲୁକାଥିଅନ୍ ହେଉଛି ଏକ ଟ୍ରିପୋପାଇଡ୍ସ ଯାହା ଲିଭରରୁ ବିଷାକ୍ତ ପଦାର୍ଥ ନିଷ୍କାସନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଲିଭର କୋଷଗୁଡ଼ିକୁ ମରାମତି କରିବାରେ ଏବଂ ନୂତନ କୋଷ ଗଠନ କରିବାରେ ସାହାଯ୍ୟ କରେ। ଅଧ୍ୟୟନରୁ ଜଣାପଡ଼ିଛି ଯେ ଆଭାକାଡୋ ଫ୍ୟାଟି ଲିଭର ରୋଗକୁ ରୋକିବାରେ ଏବଂ ଏହାର ପ୍ରଭାବକୁ କମାଇବାରେ ସହାୟକ ହୋଇପାରେ। ଏହା ଲିଭରରେ ଚର୍ବି ଜମା ହେବାକୁ ରୋକିଥାଏ ଏବଂ ଲିଭର ଏଞ୍ଜାଇମ୍ ଗୁଡ଼ିକର କାର୍ଯ୍ୟକୁ ଉନ୍ନତ କରିଥାଏ। ଆଭାକାଡୋକୁ ସାଲାଡ୍, ସ୍ମୁଦି କିମ୍ବା ସିଧାସଳଖ ଖାଇବା ଦ୍ୱାରା ଆପଣ ଏହାର ସ୍ୱାସ୍ଥ୍ୟ ଉପକାରିତା ପାଇପାରିବେ। ଏହି ତିନୋଟି ଫଳ ବ୍ୟତୀତ ଲିଭର ସ୍ୱାସ୍ଥ୍ୟ ପାଇଁ ଆହୁରି ଅନେକ ଜିନିଷ ଧ୍ୟାନ ଦେବା ଉଚିତ, ଯେପରିକି ପ୍ରଚୁର ପାଣି ପିଅନ୍ତୁ। ଶରୀରକୁ ହାଇଡ୍ରେଟେଡ୍ ରଖିବା ଦ୍ୱାରା ବିଷାକ୍ତ ପଦାର୍ଥ ନିଷ୍କାସନ ସହଜ ହୁଏ। ଅନ୍ୟଟି ହେଉଛି କଫି। କିଛି ଅଧ୍ୟୟନ ଅନୁଯାୟୀ ନିୟମିତ କଫି ପାନ ଲିଭର ରୋଗର ଆଶଙ୍କା କମାଇଥାଏ। ସେହିପରି ଅନ୍ୟ ଏକ ଜିନିଷ ହେଉଛି ସବୁଜ ପନିପରିବା। ପାଳଙ୍ଗ, ବ୍ରୋକୋଲି ଭଳି ସବୁଜ ପନିପରିବାରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଫାଇବର ଭରପୁର ମାତ୍ରାରେ ରହିଥାଏ। ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଆପଣଙ୍କ ଲିଭର ଭଲ ରହିଥାଏ। ଅନ୍ୟଟି ହେଉଛି ହଳଦୀ। ହଳଦୀରେ ଥିବା କର୍କୁମିନ୍ ଲିଭରକୁ ପ୍ରଦାହରୁ ରକ୍ଷା କରିଥାଏ। ସେହିପରି ମଦ୍ୟପାନରୁ ଦୂରେଇ ରୁହନ୍ତୁ। ଅତ୍ୟଧିକ ମଦ୍ୟପାନ ଫ୍ୟାଟି ଲିଭର ଏବଂ ଅନ୍ୟାନ୍ୟ ଲିଭର ରୋଗର ମୁଖ୍ୟ କାରଣ, ତେଣୁ ମଦ୍ୟପାନରୁ ଦୂରେଇ ରହିବା ନିହାତି ଜରୁରୀ। ତେବେ ସୁସ୍ଥ ଲିଭର ପାଇଁ ଏହି ଫଳଗୁଡ଼ିକୁ ନିଜ ଖାଦ୍ୟରେ
ଖାଦ୍ୟରେ ସାମିଲ କରିବା ସହିତ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଅତ୍ୟନ୍ତ ଜରୁରୀ। ତେବେ ଯଦି ଆପଣ ଲିଭର ସମ୍ବନ୍ଧୀୟ କୌଣସି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ। ଆପଣଙ୍କୁ ଯଦି ଆମର ଏ ଖବରଟି ଭଲ ଲାଗିଛି ତାହେଲେ ଆମ ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ନିଜର ମତାମତ ନିଶ୍ଚିତ ଜଣାଇବେ ଏବଂ ଯିବା ସମୟରେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ।